ମନୋଜ କିଶୋର ସାହିତ୍ୟ ସଂକଳନ ଇତିହାସର ବିଚିତ୍ର କଥା ଦ୍ୱିତୀୟ ପର୍ଯ୍ୟାୟ ବିଷକନ୍ୟାର ଅଭିସାର। ପ୍ରାଚୀନ କାହାଣୀ କିମ୍ବଦନ୍ତୀରୁ ଜଣାଯାଏ ଏକଦା ଏଭଳି ରୂପସୀ କନ୍ୟା ସମ୍ଭବପର ହେଉଥିଲେ ଯେଉଁମାନଙ୍କ ରୂପର ଆକର୍ଷଣ ଥିଲା ଅପ୍ରତିରୋଧ, ଅଥଚ ପ୍ରେମର ପ୍ରମତ୍ତ ଆବେଗ ନେଇ ସେମାନଙ୍କୁ ଯିଏ ଚୁମ୍ବନ କରୁଥିଲା ମୃତ୍ୟୁର ଶୀତଳ କୋଳ ଭିତରକୁ ଢଳି ପଡ଼ୁଥିଲା ସେ। କିମ୍ବଦନ୍ତୀ ଅନୁସାରେ ଶୈଶବାବସ୍ଥାରୁ କୌଣସି ବିଚିତ୍ର ବିଷ କେତେକ କନ୍ୟାଙ୍କ ଦେହରେ ପ୍ରତ୍ୟହ ସଞ୍ଚରିତ କରି କରି ରାଜପରିବାରର କୂଟନୀତିଜ୍ଞମାନେ ବିଷକନ୍ୟା ଗଢ଼ି ତୋଳୁଥିଲେ। ଏହି ବିଷକନ୍ୟାମାନଙ୍କୁ ଭୟଙ୍କର କାର୍ଯ୍ୟ ହିଁ ସମ୍ପାଦନ କରିବାକୁ ପଡ଼ୁଥିଲା। ହୁଏତ କୌଣସି ପ୍ରତିଦ୍ୱନ୍ଦ୍ୱୀ ରାଜପୁତ୍ର ନିକଟକୁ ପଠାଇ ଦିଆଗଲା ଗୋଟିଏ ବିଷକନ୍ୟା, ତେଣିକି ପ୍ରତିଦ୍ୱନ୍ଦ୍ୱିତାର ହେଲା ଚିର ଅବସାନ। ହୁଏତ କିଛି ସତ୍ୟତା ଏଭଳି କିମ୍ବଦନ୍ତୀରେ ଥାଇପାରେ। ହୁଏତ ବିଷାକ୍ତ ଶରୀର ସମ୍ପନ୍ନା ନ ହୋଇଥିଲେ ମଧ୍ୟ ରୂପସୀ ମାଧ୍ୟମରେ ଶତ୍ରୁ ପ୍ରତି ବିଷ ପ୍ରୟୋଗରେ ଏକାଧିକ ସାଫଲ୍ୟ ଘଟଣାବଳୀରୁ ବିଷକନ୍ୟାର କିମ୍ବଦନ୍ତୀ ସୃଷ୍ଟି ହୋଇଛି। କାଳକ୍ରମେ ଅବଶ୍ୟ ବିଷକନ୍ୟା ଶବ୍ଦଟି ଭାରତୀୟ ସାହିତ୍ୟରେ ଏକ ଚିତ୍ର ପ୍ରତୀକ ରୂପେ ବ୍ୟବହୃତ ହୋଇଛି, ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ। କାହାଣୀ ବହୁଳ ପ୍ରାଚୀନ ଚୀନର ଇତିହାସରେ ସ୍ୱାକ୍ଷର ରଖିଯାଇଛନ୍ତି ଏହିଭଳି ଜଣେ ବିଷକନ୍ୟା। ପ୍ରକୃତ ବିଷ ଦ୍ୱାରା ନୁହେଁ, ନିଜର ତୀବ୍ର ରୂପ ବିଷ ଦ୍ୱାରା ଜର୍ଜରିତ କରି ଗୋଟିଏ ସମୃଦ୍ଧ ରାଜ୍ୟ ଓ ତାହାର ରାଜାଙ୍କୁ ସଚେତନ ଭାବରେ ସେ ଭୁଲୁଣ୍ଠିତ କରି ଛାଡ଼ିଥିଲେ। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀର ପ୍ରାରମ୍ଭ କାଳରେ ଚୀନ ଭୂଖଣ୍ଡରେ ଥିଲା ଦୁଇଟି ରାଜ୍ୟ, ଓ ଏବଂ ୱେ। ଉଭୟ ରାଜ୍ୟ ଭିତରେ ଦୀର୍ଘ ଦିନ ଲଢ଼େଇ ଚାଲିବା ଉତ୍ତାରୁ ଓର ରାଜା ଫୁଚାଇ ବିଜୟୀ ହେଲେ ଓ ପରାଜିତ ରାଜା କାଓ ଚିଏନ୍ଙ୍କୁ ଆଣି ନିଜ ରାଜଧାନୀ ସୁଚୋ, ଆଧୁନିକ କିଆଂସୁ ଅନ୍ତର୍ଗତ ନଗରୀରେ ଘୋଡ଼ା ସହିସ କରି କିଛି କାଳ ରଖିଲେ। ଯେତେବେଳେ ଅପମାନରେ ମିହମାନ କାଓ ଚିଏନ୍ କୌଣସି ମତେ ନିଜର ବିଧ୍ୱସ୍ତ ରାଜ୍ୟକୁ ବାହୁଡ଼ି ଆସିଲେ, ସେତେବେଳେ ଯୋଗକୁ ତାଙ୍କୁ ମିଳିଗଲା ଜଣେ ବିଚକ୍ଷଣ ମନ୍ତ୍ରୀ ୱେନ୍ ଚୁ। ନରାଧାମ ଫୁଚାଇ ଉପରେ ପ୍ରତିଶୋଧ ନେବାକୁ ହେବ ରାଜା, ମନ୍ତ୍ରୀବର କହିଲେ। କିନ୍ତୁ କିପରି? ଆମର ସୈନ୍ୟବାହିନୀ ଧ୍ୱଂସପ୍ରାପ୍ତ। ଆମେ ବର୍ତ୍ତମାନ ଫୁଚାଇର ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଗୋଟିଏ ସାମନ୍ତ ରାଜ୍ୟର ବାସିନ୍ଦା ମାତ୍ର, କହିଲେ ରାଜା କାଓ ଚିଏନ୍। କିନ୍ତୁ ମନ୍ତ୍ରୀବର ଯୋଜନା ପ୍ରସ୍ତୁତ କରି ରଖିଥିଲେ। ରାଜାଙ୍କ ଇଙ୍ଗିତରେ ଗୁପ୍ତଚର ସାରା ରାଇଜ ଖୋଜି ବୁଲିଲେ ରାଜ୍ୟର ସବୁଠୁ ସୁନ୍ଦରୀ କନ୍ୟା କିଏ। ଅବଶେଷରେ ଏକ ଅଖ୍ୟାତ ପଲ୍ଲୀ ପ୍ରାନ୍ତରେ ମୃଦୁ ପ୍ରବାହିତା ଗୋଟିଏ ଝରଣା କୂଳରେ କୁଟୀର ପ୍ରାଙ୍ଗଣରେ ସେ ଅନୁସନ୍ଧାନ ଆସି ସମାପ୍ତ ହେଲା। ଅସାମାନ୍ୟ ସୁନ୍ଦରୀ ଗରିବ କାଠୁରିଆ କନ୍ୟା ସିହି ଗଲା ରାଜ ଅନ୍ତଃପୁରକୁ। ଜଣେ ତରୁଣ ସଙ୍ଗୀତ ନୃତ୍ୟ ଶିକ୍ଷକଙ୍କ ନିକଟରେ 3 ବର୍ଷ କାଳ ସିହିକୁ ତାଲିମ ପାଇବାକୁ ପଡ଼ିଲା। ଶିକ୍ଷକଟି ଥିଲେ ସେହି ରାଜ୍ୟର ସବୁଠୁ ପ୍ରତିଭାଶାଳୀ ନୃତ୍ୟ ସଙ୍ଗୀତ ବିଶାରଦ। ତାଙ୍କ ଛାତ୍ରୀ ଥିଲା ସବୁଠୁ ସୁନ୍ଦରୀ। ଅତଏବ ଏଥିରେ ବିସ୍ମିତ ହେବାର କିଛି କାରଣ ନାହିଁ ଯେ ତରୁଣ ଶିକ୍ଷକଟି ସିହିକୁ ଭଲ ପାଇ ପକାଇଲେ। କିନ୍ତୁ ସମଗ୍ର ରାଜ୍ୟର ସ୍ୱାର୍ଥ ସମ୍ମାନ ଦୃଷ୍ଟିରୁ ସିହି ଉପରେ ନ୍ୟସ୍ତ ଗୁରୁ ଦାୟିତ୍ୱ। ଅତଏବ ସେ ଦୁହିଁଙ୍କର ମିଳନ ବା କିପରି ସମ୍ଭବ? ତାପରେ ସିହି ଦିନେ ରାଜା ଓଙ୍କ ନିକଟରେ ତାଙ୍କ ସାମନ୍ତ ରାଜ୍ୟର ବିନମ୍ର ଭେଟି ରୂପେ ଯାଇ ଉପସ୍ଥାପିତା ହେଲା। ଝଲସି ଉଠିଲା ରାଜାଙ୍କର ନୟନ ବେନି। ଏଡ଼େ ସୁନ୍ଦରୀ ପୃଥିବୀରେ ଅଛନ୍ତି? ଅଚିରେ ସୁନ୍ଦରୀ ଶ୍ରେଷ୍ଠାର ପ୍ରେମ ଫାଶରେ ଆବଦ୍ଧ ହୋଇ ରାଜା ରାଜକାର୍ଯ୍ୟରୁ ପ୍ରାୟ ଅବସର ନେଲେ କହିଲେ ଚଳେ। ବିଚକ୍ଷଣ ମନ୍ତ୍ରୀ ଉସୁଶ୍ରୁ ରାଜାଙ୍କୁ ବହୁ କୌଶଳରେ ସତର୍କ କରାଇ ଦେବାକୁ ଚାହିଁଲେ, କିନ୍ତୁ ସବୁ ହେଲା ବୃଥା। ସିହିର ସୌନ୍ଦର୍ଯ୍ୟ ସମୁଦ୍ରରେ
ରାଜା ଯେପରି କ୍ରମାଗତ ଭାବରେ ଅଧିକରୁ ଅଧିକ ଅତଳଗାମୀ ହେବାକୁ ଲାଗିଲେ। ସିଂହୀର ମନତୁଷ୍ଟି ସକାଶେ ଗଢ଼ି ଉଠିଲା ଏକ ପରେ ଏକ ବିଶାଳ ପ୍ରାସାଦ। ବିସ୍ତୃତ ପ୍ରମୋଦ ଉଦ୍ୟାନ ଭିତରେ ସୃଷ୍ଟି ହେଲା ସୁନ୍ଦର ସୁନ୍ଦର କୃତ୍ରିମ ଝରଣା। ତହିଁ ଭିତରେ କେତେବେଳେ ସଙ୍ଗୀତ ବୋଲି, କେତେବେଳେ ନୃତ୍ୟ କରି, କେତେବେଳେ ବଂଶୀବାଦନ କରି ସିଂହ ବିମୁଗ୍ଧ ରାଜାଙ୍କର ମନ ତୁଷ୍ଟି କରି ଚାଲିଥାଏ। ରାଜକୋଷର 3/4 କୁଆଡ଼େ ଖର୍ଚ୍ଚ ହେଲା। ବାର୍ନାର୍ଡ ଲେଇନ୍ଙ୍କ ଭାଷାରେ ସିଂହର ସ୍ମିତ ହସ ଟିକକ ଅମଳିନ ରଖିବା ସକାଶେ। ଅମାତ୍ୟମାନେ ରାଜାଙ୍କ ଉଦାସୀନତାର ସୁଯୋଗ ନେଇ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦିତାରେ ମତ୍ତ ହେଲେ। ଫଳରେ ସୈନ୍ୟବାହିନୀ ମଧ୍ୟ ସେମାନଙ୍କ ଦ୍ୱାରା କଳୁଷିତ ହେଲା। ଯେତେବେଳେ ରାଜ୍ୟର ଅବସ୍ଥା ଏକାନ୍ତ ଶୋଚନୀୟ, ସେତେବେଳେ ସୁନ୍ଦରୀ ସିଂହ ଗୋପନ ପତ୍ର ପ୍ରେରଣ କଲା ତାର ପିତୃରାଜ୍ୟକୁ। ସମୟ ଆସନ୍ନ। ତାପରେ ଅଚାନକ ମାଡ଼ି ଆସିଲେ ଉଏ ରାଜ୍ୟର ସୈନ୍ୟବାହିନୀ। ରାଜା ହେଲେ ବନ୍ଦୀ। ଅଭିଯାନକାରୀ ସୈନ୍ୟବାହିନୀ ସହିତ ଆସିଥାଏ ସିଂହର ସେହି ପ୍ରେମିକ ଶିକ୍ଷକ। ସିଂହ କୂଟନୈତିକ ଭୂମିକା ସମ୍ପୂର୍ଣ୍ଣ ହେବା ଅନ୍ତେ ତାକୁ ପ୍ରଣୟିନୀ ହିସାବରେ ପାଇବାର ଆଶା ସେ ପୋଷଣ କରିଥିଲା। କିନ୍ତୁ ସିଂହ ଶିକ୍ଷକଟି ନିକଟକୁ ଚିଠିଟିଏ ଲେଖିଦେଇଥିଲା ଏଇ ମର୍ମରେ: ମୋର କର୍ତ୍ତବ୍ୟ ମୁଁ କରିଛି, କିନ୍ତୁ ରାଜା ଯେ ମୋତେ ଅକୃତ୍ରିମ ଭାବରେ ପ୍ରେମ କରୁଥିଲେ ସେ କଥା ମୁଁ କେମିତି ଭୁଲିବି? ସିଂହର ସନ୍ଧାନ ତତ୍ପରେ କେହି ପାଇନାହାନ୍ତି। ସେ ନଈକୁ ଡେଇଁ ପଡ଼ିଥିଲା ବୋଲି ବିଶ୍ୱାସ କରାଯାଏ। ପରାହତ ରାଜାଙ୍କୁ ବଞ୍ଚି ରହିବାକୁ ଅନୁମତି ମିଳିଥିଲା। କିନ୍ତୁ ସେ ଯେତେବେଳେ ଜାଣିଲେ ଯେ ସିଂହ ନାହିଁ, ସେ ମଧ୍ୟ ବେଶୀ କାଳ ରହିପାରିଲେ ନାହିଁ।